ଇରାନର ଜେଲରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଜଣେ ଭାରତୀୟ କଏଦୀଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା। ସେ ଏମିତି କ'ଣ ଅପରାଧ କରିଥିଲେ ଯେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ସେଠାର କୋର୍ଟ? ନା ତାଙ୍କୁ ଫାଶୀ ହେବ ନା ଗୁଳି କରି ମାରି ଦିଆଯିବ। ତାଙ୍କୁ ମରିବା ପର୍ଯ୍ୟନ୍ତ ଭୋକ ଉପାସରେ ରଖିବାକୁ ନିର୍ଦ୍ଦେଶ ଥିଲା। ସେହି ଅନୁସାରେ ତାଙ୍କୁ ଜେଲ ଭିତରେ ନା ଖାଇବାକୁ ଦିଆଯାଉଥିଲା ନା ପିଇବାକୁ ଦିଆଯାଉଥିଲା। ତଥାପି ସେ ବୁଢ଼ା କଏଦୀଙ୍କର ମୃତ୍ୟୁ ହେଉନଥିଲା। ନା ମରୁଥିଲେ ନା ଭୋକ ଉପାସରେ ଚିଲଉଥିଲେ, ନା କି କାହାକୁ ଖାଇବାକୁ ମାଗୁଥିଲେ। ଏସବୁ ଦେଖିକି ଜେଲ ଭିତରେ କାର୍ଯ୍ୟରତ କର୍ମଚାରୀ, ଜେଲର ଓ ଅନ୍ୟ କଏଦୀମାନେ ବି ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏହାର କାରଣ ଜାଣିବା ପାଇଁ ଯେତେବେଳେ ଜେଲର ସୁପରଭାଇଜର ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିଦେଲେ, ଦିନେ ଯାହା ଦେଖିଲେ ତାଙ୍କ ଆଖି ବଡ଼ ବଡ଼ ହୋଇଗଲା। ତାଙ୍କ ବୁଦ୍ଧି ହଜିଗଲା। କାରଣ ତାଙ୍କୁ ଭେଟିବା ପାଇଁ ଆସୁଥିବା ତାଙ୍କ ନିଜ ଝିଅ। କୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ ପ୍ରତିଦିନ ସେ ବୁଢ଼ା କଏଦୀର ଝିଅ ତାଙ୍କୁ ମାତ୍ର 5 ମିନିଟ୍ ପାଇଁ ଦେଖା କରିପାରିବେ। ଆଉ ତାଙ୍କ ଝିଅ ଯେତେବେଳେ ଜେଲକୁ ଆସୁଥିଲେ ପୁରା ତନ୍ନ ତନ୍ନ କରି ଯାଞ୍ଚ କରି ଭିତରକୁ ଛଡ଼ା ଯାଉଥିଲା। ନିଜେ ସୁପରଭାଇଜରଙ୍କ ସାମ୍ନାରେ ତାଙ୍କ ଶରୀରର ସମସ୍ତ ଅଙ୍ଗକୁ ଯାଞ୍ଚ କରାଯାଉଥିଲା। ଫଳରେ ସେ ଲୁଚେଇ ଲୁଚେଇ ଯେମିତି କିଛି ବି ନେଇକି ଯାଇ ନ ପାରନ୍ତୁ। ଆଉ ତାଙ୍କ ଝିଅ ସେମିତି କିଛି ନେଇକି ଯାଉନଥିଲେ। ତଥାପି ବୁଢ଼ା କଏଦୀ ଏତେ ଦିନ ଧରି କେମିତି ବଞ୍ଚି ରହିଥିଲେ, ସେଇଟା ଜେଲ ଭିତରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେଣୁ ଏହି ରହସ୍ୟ ସମ୍ପର୍କରେ ଜାଣିବାକୁ ହେଲେ ଆମକୁ ପ୍ରଥମେ ଅତୀତକୁ ଯିବାକୁ ପଡ଼ିବ। ଏହା ଏକ ଏମିତି କାହାଣୀ ଶୁଣିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ସମ୍ପର୍କର ମହତ୍ତ୍ୱ କାହିଁକି ଆମେ ଭାରତୀୟମାନେ ଅନ୍ୟମାନଙ୍କଠାରୁ ଅଲଗା, ତାହା ଆପଣ ଜାଣିପାରିବେ। ତେଣୁ ଭିଡ଼ିଓକୁ ସ୍କିପ୍ ନ କରି ପୁରା ଦେଖିବେ। ଆଉ କମେଣ୍ଟରେ ନିଜ ନାଁ ଓ ଜାଗାର ନାଁ ଲେଖିଲେ ଆମେ ପରବର୍ତ୍ତୀ ଭିଡ଼ିଓରେ ଆପଣଙ୍କର ନାଁ ଘୋଷଣା କରିବୁ। 2ଟି ଝିଅ ଓ ଗୋଟିଏ ପୁଅକୁ ନେଇ ନରେଶ ବାବୁଙ୍କ ପରିବାର ଥିଲା। IAS ପାସ୍ କରିଥିଲେ, ହେଲେ ଏତିକି ପାଠରେ ଭଲ ଚାକିରି ମିଳୁନଥିଲା। ତାଙ୍କ ଫାଇନାନ୍ସିଆଲ ଷ୍ଟାଟସ୍ ବି ସେତେ ଭଲ ନଥିଲା। ତେଣୁ ସେ ଘର ଆଗରେ ରାସନ ଦୋକାନ କରି ଯେମିତି ସେମିତି ହେଲେ ପରିବାର ଚଳାଉଥିଲେ। ପିଲାମାନେ ଧୀରେ ଧୀରେ ବଡ଼ ହେଉଥିଲେ। ପରିବାରର ଖର୍ଚ୍ଚ ବି ବଢ଼ୁଥିଲା। ହେଲେ ରାସନ ଦୋକାନରୁ ଖୁବ୍ କମ୍ ଆୟ ହେଉଥିଲା। ସେତିକି ମନିରେ ଚଳିବା ପାଇଁ ବହୁତ ଅସୁବିଧା ହେଉଥିଲା। ଏହାକୁ ନେଇ ପରିବାରରେ ଝଗଡ଼ା ବି ବଢ଼ୁଥିଲା। ତେଣୁ ବାଧ୍ୟ ହୋଇ ନରେଶ ବାବୁ ବିକଳ୍ପ ଖୋଜିବାରେ ଲାଗିଲେ। ତାଙ୍କ ସମସ୍ତ ସାଙ୍ଗକୁ କହିଲେ। ଅଳ୍ପ ଦିନ ପରେ ତାଙ୍କର ଇରାନରେ ଥିବା ଜଣେ ସାଙ୍ଗ ଗୋଟିଏ ଭଲ ଚାକିରି ପାଇଁ ପ୍ରସ୍ତାବ ଦେଲେ। ତେଲ ଖଣିରେ ସୁପରଭାଇଜର ଭାବରେ ତାଙ୍କୁ ଭାରତୀୟ ମୁଦ୍ରାରେ 80,000 ଟଙ୍କା ଦରମା ମିଳିବ ବୋଲି ବନ୍ଧୁ କହିଲେ। ଏକଥା ତାଙ୍କ ମନକୁ ପାଇଲା। ସେ ତୁରନ୍ତ ନିଜ ପରିବାର ସହିତ ପରାମର୍ଶ କରି ସବୁ କାଗଜପତ୍ର ପ୍ରସ୍ତୁତ କଲେ। ଆଉ 1 ମାସ ଭିତରେ ସେ ଯିବା ପାଇଁ ବାହାରିଗଲେ। ସେତେବେଳକୁ ତାଙ୍କର ବଡ଼ ଝିଅ ଗ୍ରାଜୁଏସନ ପାସ୍ କରିସାରିଥିଲେ ଆଉ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ନରେଶ ବାବୁ 2 ଦିନ ପରେ ଯାଇ ଇରାନରେ ପହଞ୍ଚିଗଲେ। ଆଉ ସେଦିନ ସେ ନିଜ ସାଙ୍ଗଙ୍କ ଘରେ ବିଶ୍ରାମ ନେଲେ। ପରଦିନ ତାଙ୍କ ସାଙ୍ଗ ତାଙ୍କୁ ନେଇ ମ୍ୟାନେଜରଙ୍କ ପାଖରେ ପହଞ୍ଚାଇ ଦେଲେ। ମ୍ୟାନେଜର ନରେଶ ବାବୁଙ୍କ ସହିତ କଥା ହେବା ପରେ ତାଙ୍କୁ ଚାକିରି ଦେବା ପାଇଁ ରାଜି ହୋଇଗଲେ। ଆଉ ନରେଶ ବାବୁ ବି ତୁରନ୍ତ କାମରେ ଲାଗିଗଲେ। ସେ ପୁରା ମନ ଲଗେଇ କାମ କରୁଥିଲେ। ଆଉ ଏହା ଭିତରେ 2 ବର୍ଷ ବିତି ଯାଇଥିଲା। ସେ ତାଙ୍କ ପାଇଁ ଅଳ୍ପ କିଛି ଟଙ୍କା ରଖି ବାକି ଟଙ୍କା ସବୁ ସ୍ତ୍ରୀଙ୍କ ପାଖକୁ ପଠାଇ ଦେଉଥିଲେ। ଆଉ ଏହି ଟଙ୍କାରେ ତାଙ୍କ ଘର ଭଲରେ ଚଳି ଯାଉଥିଲା। ଗୋଟିଏ ପଟରେ ପରିବାରର ଭଲରେ ଚଳିବା ନେଇ ନରେଶ ବାବୁ ଖୁସିରେ ଥିବା ବେଳେ ଅନ୍ୟ ପଟରେ ପରିବାରଠାରୁ ଦୂରେଇ ରହିଥିବାରୁ ମନରେ ଦୁଃଖ ବି ଥିଲା। ହେଲେ ସେ ପିଲାଙ୍କ ଭବିଷ୍ୟତ ପାଇଁ ସବୁ ଭିତରେ ଚାପି ଦେଉଥିଲେ। ଏହାରି ଭିତରେ ଦିନେ ତାଙ୍କ ପାଇଁ ଘରୁ ଏକ ଖୁସି ଖବର ଆସି ପହଞ୍ଚିଗଲା, ଯାହାକୁ ଶୁଣି ଖୁସିରେ ତାଙ୍କ ପାଦ ଆଉ ଭୂଇଁରେ ଲାଗୁନଥିଲା। ଆକ୍ରାନ୍ତ ପରିଶ୍ରମ ପରେ ନରେଶ ବାବୁଙ୍କ ବଡ଼ ଝିଅ ପୋଲିସରେ ଚାକିରି ପାଇଯାଇଥିଲେ। ଟ୍ରେନିଂ ପରେ ଘରଠାରୁ ମାତ୍ର 100 କିଲୋମିଟର ଦୂରରେ ତାଙ୍କୁ ପୋଷ୍ଟିଂ ବି ମିଳିଯାଇଥିଲା। ଚାକିରି ପାଇବା ଦିନଠାରୁ ସେ ସଚ୍ଚୋଟତାର ସହିତ କାମ କରିବାକୁ ଲାଗିଲେ। ଗରିବ ଅସହାୟଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ସେ ଆଗୁଆ ଥିଲେ। ତେଣୁ ଧୀରେ ଧୀରେ
ଲୋକମାନଙ୍କର ତାଙ୍କ ପ୍ରତି ଆସ୍ଥା ହେଉଥିଲା ଆଉ ତାଙ୍କର ଚର୍ଚ୍ଚା ବି ହେଉଥିଲା। ଧୀରେ ଧୀରେ ତାଙ୍କ ଝିଅ ସୀମା ଦକ୍ଷ ଅଫିସର ଭାବରେ ପରିଗଣିତ ହେବାକୁ ଲାଗିଥିଲେ, ଯାହାକୁ ଶୁଣି ନରେଶ ବାବୁ ଖୁସି ହୋଇଯାଉଥିଲେ। ଏମିତି ଏମିତି ତାଙ୍କ ଜୀବନରେ ଖୁସି ଆସିଯାଇଥିଲା। ହେଲେ ସେ ଜାଣିନଥିଲେ କି ଖୁସି ଭିତରେ ତାଙ୍କ ପାଇଁ ଏକ ବଡ଼ ସମସ୍ୟା ମୁଣ୍ଡ ଟେକୁଛି ବୋଲି। ନରେଶ ବାବୁ ତାଙ୍କ ୟୁନିଟ୍ରେ ସବୁଠାରୁ ସଚ୍ଚୋଟ ଆଉ ପରିଶ୍ରମୀ କର୍ମଚାରୀ ଥିଲେ। ତେଣୁ 2.5 ବର୍ଷ ପରେ ତାଙ୍କର ସିନିୟର ସୁପରଭାଇଜର ଭାବରେ ପଦୋନ୍ନତି ହୋଇଗଲା ଆଉ ତାଙ୍କୁ ଅଧିକ କ୍ଷମତା ଦିଆଗଲା। ତେଣୁ ପ୍ରତିଦିନ ଲେବରଙ୍କ ହିସାବ ରଖିବା ସହିତ ତାଙ୍କ ୟୁନିଟ୍ କେତେ ଲିଟର ତେଲ ଉତ୍ତୋଳନ କଲେ ଆଉ କେତେ ବିକ୍ରୟ ପାଇଁ ଗଲା ସେ ହିସାବ ସେ କରୁଥିଲେ। ଆଉ ସେ ଏହି କାମକୁ ବି ଅତ୍ୟନ୍ତ ସଚ୍ଚୋଟତାର ସହିତ କରୁଥିଲେ। ଘରକୁ ଆସିବା ପରେ ବି କମ୍ପାନୀ ପାଇଁ କାମ କରୁଥିଲେ, ଅର୍ଥାତ୍ ତେଲର ହିସାବ କରୁଥିଲେ। ଏମିତି ଦିନେ ଦେଖିବାକୁ ପାଇଲେ କି ତେଲ ଉତ୍ତୋଳନ ଓ ବିକ୍ରୟ ଭିତରେ ତାଳମେଳ ରହୁନି, ଅର୍ଥାତ୍ ଯେତିକି ତେଲ ଖଣିରୁ ବାହାରୁଛି ତାଠୁ କମ୍ ତେଲ ବାହାରୁଥିବା କଥା ମିଛରେ ଦର୍ଶାଯାଉଛି। ଏବେ ସ୍ପଷ୍ଟ ହୋଇଗଲା ଯେ ନିଶ୍ଚୟ ବଳକା ତେଲ ଚୋରି ହେଉଛି। ସେ ଚିନ୍ତିତ ହୋଇପଡ଼ିଲେ ଆଉ ଯାଞ୍ଚ କରିବା ଆରମ୍ଭ କରିଦେଲେ କି ଏତେ ପରିମାଣରେ ତେଲ ଚୋରି କରୁଛି କିଏ। ଯେତେବେଳେ ଚୋରିର ପରିମାଣ ହିସାବ କଲେ ତାଙ୍କ ମୁଣ୍ଡ ଖରାପ ହୋଇଗଲା। ପ୍ରତିଦିନ ପ୍ରାୟ $2100 ଅର୍ଥାତ୍ ଭାରତୀୟ ମୁଦ୍ରାରେ 1,80,000 ଟଙ୍କାର ତେଲ ଚୋରି ହେଉଥିଲା। ହିସାବ ପରେ ତାଙ୍କ ମୁଣ୍ଡ ଘୂରିଗଲା। ପରଦିନ ସେ ଅଲଗା ଫାଇଲ ସବୁ ଯାଞ୍ଚ କରିବା ଆରମ୍ଭ କରିଦେଲେ। ଅଏଲ ୟାର୍ଡ ଯାଇ ଷ୍ଟକ୍ ଚେକ୍ କରୁଥିଲେ। କିଛି ଦିନ ଏମିତି ଯାଞ୍ଚ କରିବା ପରେ ସେ କିଛି ବି ଧରି ପାରୁନଥିଲେ କି କିଏ ଆଉ କେମିତି ତେଲ ଚୋରି କରୁଛି ବୋଲି। ଶେଷରେ ଦିନେ ଏକ ଯୋଜନା କଲେ କି ରାତିରେ ଯାଇ ଷ୍ଟକ୍ ୟାର୍ଡରେ କ'ଣ ଚାଲିଛି ନିଜ ଆଖିରେ ଦେଖିବେ। ପ୍ଲାନ୍ ମୁତାବକ ସେ ପରଦିନ ସେହି କାମ କରିବା ପାଇଁ ବାହାରିଲେ। ନିଜ ବନ୍ଧୁକୁ ବି ଏକଥା କହିଲେ, ହେଲେ ତାଙ୍କ ସାଙ୍ଗ ଏମିତି କରିବା ପାଇଁ ମନା କଲେ, କାରଣ ଏଥିରେ ବହୁତ ରିସ୍କ ଥିଲା ଆଉ ତେଲ ଚୋରି କରୁଥିବା ଲୋକମାନେ ମାଫିଆ ଶ୍ରେଣୀର ହୋଇଥିବାରୁ ଜୀବନ ପ୍ରତି ଭୟ ରହିଥିବା ଚେତେଇ ଦେଲେ। କିନ୍ତୁ ଖାନଦାନୀ ସଚ୍ଚୋଟ ନରେଶ ବାବୁ ଯେମିତି ହେଲେ ବି ତେଲ ଚୋରିର ପର୍ଦ୍ଦାଫାଶ କରି ମାଲିକଙ୍କୁ ଜଣାଇବେ ବୋଲି ସ୍ଥିର କରିଥିଲେ। ପରଦିନ ରାତି ହେଲା ଆଉ ସେ ଛଦ୍ମ ବେଶରେ ଷ୍ଟକ୍ ୟାର୍ଡକୁ ବାହାରିଗଲେ। ସେଦିନ ସକାଳେ ସେ ସେଠାରେ ଷ୍ଟକ୍ ଥିବା ତେଲ ଓ ଖାତାରେ ରହିଥିବା ହିସାବକୁ ଯାଞ୍ଚ କରି ରଖିଥିଲେ। ଷ୍ଟକ୍ ୟାର୍ଡ ବାହାରେ ଅପେକ୍ଷା କରି ରହିଲେ। ରାତି 2ଟା ବାଜିଗଲା। ବାହାରେ ସୁରକ୍ଷାକର୍ମୀ ପହରା ଦେଉଥିଲେ। ଲାଗୁଥିଲା ସତେ ଯେପରି ସବୁ ଠିକଠାକ୍ ଅଛି। ହେଲେ ଯେମିତି ରାତି 2:35 ହୋଇଛି ଷ୍ଟକ୍ ୟାର୍ଡ ଗେଟ୍ ଖୋଲିଲା ଆଉ ବଡ଼ ବଡ଼ 5ଟି ଟ୍ୟାଙ୍କର ବାହାରିଲା। କାଳ ବିଳମ୍ବ ନ କରି ସେ ସେହି ଟ୍ୟାଙ୍କରର ପିଛା କରିବାକୁ ଲାଗିଲେ। ଅଳ୍ପ ବାଟ ଯିବା ପରେ ନିକାଞ୍ଚନ ଜାଗାରେ 5ଟି ଯାକ ଟ୍ୟାଙ୍କର ଅଟକିଲା ଆଉ ସେଠାରେ ରହିଥିବା ଅନ୍ୟ 5ଟି ଟ୍ୟାଙ୍କରକୁ ସେହି ଟ୍ୟାଙ୍କରରୁ ତେଲ ଖାଲି କରାଗଲା ଆଉ ସେହି ଟ୍ୟାଙ୍କର ସବୁ ତାଙ୍କ ଜାଗାକୁ ପଳେଇଲା ଆଉ ଷ୍ଟକ୍ ୟାର୍ଡ ଟ୍ୟାଙ୍କର ଫେରି ଆସିଲା। ଏସବୁ ଲୁଚି ଲୁଚି ଭିଡ଼ିଓ କରିନେଲେ ନରେଶ ବାବୁ। ଆଉ ଏବେ ସ୍ପଷ୍ଟ ହୋଇଯାଇଥିଲା ଯେ ଷ୍ଟକ୍ ୟାର୍ଡରୁ ହିଁ ତେଲ ଚୋରି ହେଉଛି ବୋଲି। କିନ୍ତୁ ନରେଶ ବାବୁଙ୍କର ଏହା ପଛରେ ଥିବା ଲୋକଙ୍କୁ ଜାଣିବାର ଥିଲା। ତେଣୁ ସେ ପରଦିନ ପୁଣି ଷ୍ଟକ୍ ୟାର୍ଡ ଗଲେ ଆଉ ଲୁଚିକି ଦେଖିବା ବେଳକୁ ଯାହା ଦେଖିଲେ ତାଙ୍କ ମୁଣ୍ଡ ଖରାପ ହୋଇଗଲା। ସେ ନିଜେ ବିଶ୍ୱାସ କରିପାରିଲେନି କି ତାଙ୍କ ମ୍ୟାନେଜର ହିଁ ସେଠାରେ ଛିଡ଼ା ହୋଇ ଗୋଟିଏ ପରେ ଗୋଟିଏ ଚୋରା ତେଲ ଟ୍ୟାଙ୍କରକୁ ବାହାରକୁ ଛାଡ଼ୁଥିଲେ। ନରେଶ ବାବୁଙ୍କର ରକ୍ତ ଗରମ ହୋଇଗଲା। ସେ ତୁରନ୍ତ ଷ୍ଟକ୍ ୟାର୍ଡ ଭିତରକୁ ପଶିଲେ। ମ୍ୟାନେଜର ନରେଶ ବାବୁଙ୍କୁ ଦେଖି ଚମକି ପଡ଼ିଲେ। ନରେଶ ବାବୁ ମ୍ୟାନେଜରଙ୍କୁ ଜେରା କରିବା ଆରମ୍ଭ କରିଦେଲେ। ହେଲେ କିଛି କହିବାକୁ ନାରାଜ ଥିଲେ ମ୍ୟାନେଜର। ଓଲଟି ନାଲି ଆଖି ଦେଖାଇ କାହାକୁ କିଛି କହିବାକୁ ମନା କରିଦେଲେ। ଏହାକୁ ନେଇ ମ୍ୟାନେଜର ଓ ନରେଶ ବାବୁଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ନରେଶ ବାବୁ କହିଲେ କି ଚୋରି ଆପଣ କରୁଛନ୍ତି ଆଉ ମୋ ମୁଣ୍ଡରେ ଅଠା ବୋଳା ହେବ, ତେଣୁ ଆପଣ ସତ ମାନିଯାଆନ୍ତୁ, ନହେଲେ। ଝଗଡ଼ା ବଢ଼ିଗଲା ଆଉ ଉଭୟଙ୍କ ଭିତରେ ଠେଲାପେଲା ଆରମ୍ଭ ହୋଇଗଲା।
ଭୁଲରେ ମ୍ୟାନେଜର ଏକ ଧାରୁଆ ଲୁହା ପାଇପ୍ରେ ଖସି ପଡ଼ିଲେ। ଆଉ ପାଇପ୍ଟି ପେଟ ପଟେ ପଶି ପିଠି ପଟେ ବାହାରି ପଡ଼ିଲା। ଆଉ ସେଠାରେ ହିଁ ସେ ଟଳି ପଡ଼ିଲେ। ସେହି ଷ୍ଟକ୍ ୟାର୍ଡର ଅଧିକାଂଶ କର୍ମଚାରୀ ତେଲ ଚୋରିରେ ସାମିଲ ଥିଲେ। ତେଣୁ ପୋଲିସ ଆସିବା ପରେ ସମସ୍ତେ ନରେଶ ବାବୁଙ୍କ ବିରୁଦ୍ଧରେ ବୟାନ ଦେଲେ। ପୋଲିସ ନରେଶ ବାବୁଙ୍କୁ ଗିରଫ କରି ନେଇଗଲା। କୋର୍ଟରେ କେସ୍ ଚାଲିଲା। ଅନ୍ୟ ମ୍ୟାନେଜର ପଛରେ ଥିବା ଆଉ ଜଣେ ବଡ଼ ଅଫିସର ନରେଶଙ୍କ ବିରୁଦ୍ଧରେ ଓଲଟା ତେଲ ଚୋରିର ଅଭିଯୋଗ ଲଗାଇ ମିଛ ପ୍ରମାଣପତ୍ର ଦେଲେ। ଆଉ କୋର୍ଟରେ ସାକ୍ଷୀ ଦେଲେ କି ମ୍ୟାନେଜର ତେଲ ଚୋରିକୁ ବିରୋଧ କରୁଥିବାରୁ ନରେଶ ବାବୁ ତାଙ୍କୁ ହତ୍ୟା କରିଛନ୍ତି। ଯେହେତୁ ଇରାନ ପରି ଦେଶରେ ହତ୍ୟାକୁ ଗୁରୁତର ସହିତ ନିଆଯାଏ, ତେଣୁ କୋର୍ଟ ନରେଶ ବାବୁଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଦେଲେ। ଅନ୍ୟପଟରେ ନରେଶ ବାବୁଙ୍କ ସହିତ ଘଟିଥିବା ଘଟଣା ପରିବାର ପାଖରେ ପହଞ୍ଚି ଯାଇଥିଲା। ଶୁଣିବା ପରେ ନରେଶ ବାବୁଙ୍କ ପରିବାର ଭାଙ୍ଗି ପଡ଼ିଲେ। ତାଙ୍କ ବଡ଼ ଝିଅ ସୀମା ଗତ 1.5 ବର୍ଷ ତଳେ ବିବାହ କରିସାରିଥିଲେ। ସେ ଅନ୍ୟ ସହରରେ ରହୁଥିବା ବେଳେ ଯେତେବେଳେ ଏକଥା ଜାଣିଲେ, ତୁରନ୍ତ ଚେଷ୍ଟା ଆରମ୍ଭ କରିଦେଲେ। ସେ ଦେଶର ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କଲେ କି ବାପାଙ୍କୁ ରକ୍ଷା କରିବା ପାଇଁ। ହେଲେ କିଏ ବି ତାଙ୍କ କଥା ଶୁଣିଲେନି। ଆଉ ଶେଷରେ ସେ ନିଜେ ଇରାନ ଯିବା ପାଇଁ ସ୍ଥିର କଲେ। ଆଉ ପୁରା ଗୋଟିଏ ସପ୍ତାହ ଇରାନର ଆଇନ କାନୁନ, ସେଠାର ଭାଷା ଓ ସେହି ତେଲ କମ୍ପାନୀ ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଲାଗିଲେ। ସପ୍ତାହେ ପରେ ଇରାନ ବାହାରିଗଲେ। ସେ ଜଣେ ପୋଲିସ ଅଫିସର ଥିବାରୁ ନିଜ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ଇରାନରେ ପହଞ୍ଚିବା ପରେ ସେ ପ୍ରଥମେ ଯାଇ ବାବାଙ୍କ ସାଙ୍ଗକୁ ଦେଖା କଲେ। ଆଉ ସାଙ୍ଗ ଯେତିକି ଜାଣିଥିଲେ ସବୁ ସୀମାକୁ କହିଦେଲେ। କିନ୍ତୁ ସାଙ୍ଗ କଥାରୁ ପ୍ରକୃତ ସତ ଜଣାପଡ଼ିଲାନି। ପରଦିନ ସେ କୋର୍ଟରେ ଏକ ପିଟିସନ ଦାଖଲ କଲେ କି ତାଙ୍କ ବାପାଙ୍କ ସହିତ ଦେଖା କରିବାକୁ ଦିଆଯାଉ ବୋଲି। ବହୁତ ଅନୁନୟ ବିନୟ ପରେ ତାଙ୍କୁ ଅନୁମତି ମିଳିଗଲା। ଆଉ ସେ ଯେତେବେଳେ ବାପାଙ୍କ ସହିତ ଦେଖା ହେଲେ, ବାପା ଖୁସିରେ କାନ୍ଦି ପକେଇଲେ। ଝିଅକୁ ସେ ସବୁ ସତ କଥା କହିଦେଲେ। ଜେଲରୁ ଫେରିବା ପରେ ସୀମା ନିଜର ଯୋଜନା ଆରମ୍ଭ କରିଦେଲେ। ପୋଲିସ ଅଫିସର ହୋଇଥିବାରୁ ଅପରାଧୀଙ୍କୁ କେମିତି ଧରାଯିବ ସେ ଜାଣିଥିଲେ। ତେଣୁ ଜାଲ ବିଛେଇଲେ। ଜଣେ ଇରାନୀ ଗୁଣ୍ଡାକୁ ହାତ କଲେ। ଆଉ ବେଶ କିଛି ଟଙ୍କା ଦେଇ ତେଲ ମାଫିଆ ସଜେଇଲେ। ସୀମା ଜାଣିସାରିଥିଲେ କି ମ୍ୟାନେଜରଙ୍କ ଉପର ଅଫିସର ହିଁ ଏସବୁର ମାଷ୍ଟର ମାଇଣ୍ଡ। ତେଣୁ ସେ ଇରାନୀ ଗୁଣ୍ଡା ତେଲ ମାଫିଆ ସାଜି ବଡ଼ ଅଫିସରକୁ ଫୋନ କଲେ କି ମୋର ତେଲ ଦରକାର। ପ୍ରଥମେ ତ ବଡ଼ ଅଫିସର ମନା କରିଦେଲେ। ହେଲେ ତାଙ୍କୁ ଯେତେବେଳେ ଅଧିକ ଟଙ୍କା ଯଚାଗଲା, ସେ ଅଲଗା ଜାଗାକୁ ଡାକିଲେ ଦେଖା କରିବା ପାଇଁ। ସେ ଇରାନୀ ମାଫିଆ ଅଫିସରଙ୍କ ସହିତ ଡିଲ୍ କରିବା ପାଇଁ ଗଲେ। ଆଉ କଥାବାର୍ତ୍ତା ଭିତରେ ଯେତେବେଳେ ବଡ଼ ଅଫିସରଙ୍କର ବିଶ୍ୱାସ ହେଲା, ଡିଲ୍ ଫାଇନାଲ ହୋଇଗଲା। ଆଉ ସେ ଚୋରା ତେଲ ଦେବା ପାଇଁ ରାଜି ହୋଇଗଲେ। ଏସବୁର ଭିଡିଓ ରେକର୍ଡିଂ କରିଦେଇଥିଲେ ସେ ଇରାନୀ ଗୁଣ୍ଡା। ଏବେ ସୀମା ତେଲକୁ ଅପେକ୍ଷା କରିଥିଲେ। ରାତିରେ ନିର୍ଦ୍ଧାରିତ ସମୟ ଆସି ତେଲ ଟ୍ୟାଙ୍କରରେ ପହଞ୍ଚିଲା। ଷ୍ଟକ୍ ୟାର୍ଡରୁ ଆରମ୍ଭ କରି ଡେଲିଭରି ପର୍ଯ୍ୟନ୍ତ ସବୁ ରେକର୍ଡିଂ କରିଥିଲେ। ବାକି ଥିଲା ନରେଶ ବାବୁ ମ୍ୟାନେଜରକୁ ହତ୍ୟା କରିବା ଘଟଣା। କଥା କଥାରେ ସେ ଷ୍ଟକ୍ ୟାର୍ଡର ଜଣେ ସିକ୍ୟୁରିଟି ଗାର୍ଡକୁ ଫସେଇ ଦେଇଥିଲେ। ଆଉ ସେ ଗୁପ୍ତ କ୍ୟାମେରାରେ ସେଦିନର ସତ କଥା କହିଦେଲା। ଏବେ ସବୁ ପ୍ରମାଣ ଯୋଗାଡ଼ ହୋଇସାରିଥିଲା। ପରଦିନ ସୀମା କୋର୍ଟରେ ପିଟିସନ ଦେଲେ କି ତାଙ୍କ ବାବା ନିର୍ଦ୍ଦୋଷ ବୋଲି। ଆଉ ସବୁ ପ୍ରମାଣ ଦେଖିବା ପରେ କୋର୍ଟ ତୁରନ୍ତ ଏହି କେସ୍ର ପୁନଃ ତଦନ୍ତ ପାଇଁ ସେଠାର ପୋଲିସକୁ ଆଦେଶ ଦେଇଥିଲେ। ମୃତ୍ୟୁ ଦଣ୍ଡାଦେଶର 17 ଦିନ ବିତି ଯାଇଥିଲା। ହେଲେ ନରେଶ ବାବୁଙ୍କର ମୃତ୍ୟୁ ହେଉନଥିଲା। ଯେତେବେଳେ ଏହି କଥା ଜେଲର ଚର୍ଚ୍ଚାର ବିଷୟ ପାଲଟିଗଲା, ସେତେବେଳେ ଜେଲ ସୁପରଭାଇଜରଙ୍କ ସନ୍ଦେହ ବଢ଼ିଲା। ସେ ଭାବୁଥିଲେ କି ନରେଶକୁ ତ ଖାଇବା ପିଇବା ଦିଆଯାଉନି, ଆଉ ତା ସହିତ ନରେଶ ବାବୁଙ୍କ ଝିଅ ଛଡ଼ା ବାହାରୁ କିଏ ବି ଦେଖା କରିବାକୁ ଯାଉନାହାନ୍ତି। ତଥାପି ସେ ଠିକଠାକ୍ ଅଛନ୍ତି କେମିତି? ତେଣୁ ପରଦିନ ସୁପରଭାଇଜର ଯାଇ ଲୁଚିକି ଦେଖିଲେ। ଆଉ ଯାହା ଦେଖିଲେ ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା। ତାଙ୍କର ନିଜ ଝିଅ ସୀମା ବାପାଙ୍କୁ ନିଜର ସ୍ତନ୍ୟପାନ କରଉଥିଲେ। ଦେଖିକି ସେ ତାଜୁବ ହୋଇଗଲେ। କିଛି ସମୟ ପାଇଁ ତାଙ୍କ ମୁଣ୍ଡ କାମ କଲାନି। ଏବେ ସେ ବୁଝି ଯାଇଥିଲେ
कि काहींकि नरेश बाबूंकर किछि भी हेउनथिला। कारण एमिति 17 दिन धरी सीमा निजर स्तन्यपान कराई बापांको बंचाई रखिथिले। जो माँ क्षीर पी छुआ एते सुस्थ सबल हो जाए सेही क्षीर पी वृद्धावस्था नरेश बाबू ठीक ठाक रही जाउथिले। एहा भितरे सबु प्रमाण को जांच करी ईरान पुलिस फाइनल रिपोर्ट कोर्ट रे प्रदान करि सारिथिला। आउ परदिन ही ईरान कोर्ट नरेश बाबू को निर्दोष रे मुक्त करई देथिला। आउ से बड़ ऑफिसर को फांसी दंड सुनाई देले। ता परदिन सबु कागज पत्र सरीबा परे नरेश बाबू को जेल रु मुक्ति मिली गला। आउ सीमा तांकु नै देश को पळै आसिले। परिवार लोकंग भितरे एक प्रकार आश्वस्ति आसीगला। सीमा को समस्ते प्रशंसा रे पोती पकेइले। भारतर झियो होई से जहा करिकी देखेइले अन्य मानक पई उदाहरण पालटी गला। एपरिकी सरकारंग तरफरु भी तांकु प्रशंसित करागला। तो कहानीटी एतिकी थिला। नरेश बाबूंको सचोटताकू आ सीमांको दुस्साहसिक काम नै आपण कमेंट बॉक्स रे निजर मत रखिबे। वीडियो भल लागिथिले लाइक शेयर करबा सहित चैनल को सब्सक्राइब करिदेबे। आ हां बेल आइकन को ऑन करबा को जम्मा भी भूलिबेनी। कमेंट रे निज ना ओ जागा ना लिखि कमेंट कले आमे परवर्ती वीडियो रे आपनकर ना घोषणा करिवो। एबे पूर्व वीडियो रे निज बहुमूल्य मतामत देइथिबा लोकंक ना घोषणा करिवार पाळी। सेमाने हेले पद्मनाभ दास, कामाख्या प्रसाद, अजय बर्जेना, नारायण दास अनुगुल, जितेंद्र मल्लिक, अविनाश कुमार साहू, विश्वमित्र दीप देवगां, प्रशांत स्वाई जगतसिंहपुर, प्रियंका पंडा उमाकांत कैवर्त पद्मपुर खरियार, प्रशांत चिनरा रासोल ढेंकानाल, लक्ष्मीधर माझी आनंदपुर, संगीता केन्द्रापड़ा, दिलीप भद्रक, लक्ष्मी प्रसाद साहू, प्रभाती बेहरा कटक, विष्णु प्रसाद चंदनपुर पुरी, विष्णुप्रिया मल्लिक कंधमाल, नरेंद्र कुमार साहू जाजपुर, पवित्र स्वाई केन्द्रापड़ा, ममता राउल, विष्णुप्रिया नायक, विजय बारिक सोनपुर। आपण मानकु बहुत बहुत धन्यवाद।